କେଶପୁର ଗ୍ରାମରେ ବେଆଇନ ଭାବେ ଚାଲିଛି ଇଟାଭାଟି। ପ୍ରଶାସନ ନୀରବ ଦ୍ରଷ୍ଟା। କାହାର ରହିଛି କେତେ ଭାଗ? ସାନଖେମୁଣ୍ଡି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଆମ ରାଜ୍ୟରେ ବିଜେଡି ସରକାର ବଦଳି ବିଜେପି ସରକାର ଗାଦିରେ ବସିଛନ୍ତି। ବିଜେପିର ଦୀର୍ଘ 1.5 ବର୍ଷ ଶାସନ କାଳରେ ମଦ ଦୋକାନୀମାନଙ୍କୁ ସରକାର ନିୟନ୍ତ୍ରଣକୁ ନେଇପାରିନଥିବା ବେଳେ ବେଆଇନ ଇଟା ବ୍ୟବସାୟୀମାନଙ୍କୁ ବନ୍ଦ କରିବାରେ ଅସଫଳ ହୋଇଛନ୍ତି। ସାନଖେମୁଣ୍ଡି ବ୍ଲକ ଅଧୀନ କେଶପୁର ରଘୁନାଥପୁର ଗ୍ରାମରେ ବେଆଇନ ଭାବେ ଇଟାଭାଟି ଚାଲିଛି। ତେବେ ଗ୍ରୀଷ୍ମ ଋତୁ ଆଗମନ ହେବା ସହ ଅସହ୍ୟ ତାତି ଆରମ୍ଭ ହେଲାଣି। ତେବେ ଏହି ସମୟରେ ବେଆଇନ ଇଟାଭାଟି ଚାଲିଥିବା ବେଳେ ଅତ୍ୟଧିକ ଗରମରୁ ସ୍ଥାନୀୟ ବାସିନ୍ଦା ହାହାକାର ହେଲେଣି। ତେବେ ଏହି ବିଷୟରେ ସ୍ଥାନୀୟବାସୀ ପ୍ରଶାସନକୁ ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ। ତେବେ ସୂଚନା ମୁତାବକ ତହସିଲଦାର ସବୁ ଜାଣି ବି କିଛି ନ ଜାଣିଲା ଭଳି ଚୁପ୍ ରହୁଛନ୍ତି। ଇଟାଭାଟି ମାଲିକମାନଙ୍କ ସହ ପ୍ରଶାସନ ଭିତିରିଆ ସମ୍ପର୍କ ରହିଥିବା ସ୍ଥାନୀୟ ଜନସାଧାରଣ ଚା ଖଟିରେ ଆଲୋଚନା ହେଉଥିବା ଶୁଣିବାକୁ ମିଳିଥିଲା। ବେଆଇନ ଇଟାଭାଟି ଚଳାଇ ସରକାର ନୀତି ନିୟମକୁ ଅବମାନନା କରି ପରିବେଶ ପ୍ରଦୂଷଣ ପ୍ରତି ଧ୍ୟାନ ନ ଦେଇ ଭାଟି ମାଲିକମାନେ ଅବୈଧରେ ଇଟା ନିର୍ମାଣ ଓ ଚାଲାଣ କରୁଥିବା ନଜରକୁ ଆସୁଛି। ବିଶେଷ କରି ପଟିଗୁଡ଼ା ପଞ୍ଚାୟତର କେଶପୁର ଏବଂ ରଘୁନାଥପୁର ଗ୍ରାମରେ ଗ୍ରାମବାସୀ ଏହାକୁ ତୀବ୍ର ବିରୋଧ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ତେବେ ଗଞ୍ଜାମ ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେଇ ଇଟାଭାଟିଗୁଡ଼ିକୁ ବନ୍ଦ କରି ତୁରନ୍ତ ପଦକ୍ଷେପ ନେବାକୁ ଜନସାଧାରଣମାନେ ଦାବି କରିଛନ୍ତି। ସନ୍ଦେଶ କୁମାର ସାହୁଙ୍କ ରିପୋର୍ଟ।